ସମ୍ବିଧାନ ସଚେତନତା ରଥ ପରିକ୍ରମା ଅନୁଷ୍ଠିତ। ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚେଲିଗୁଡ଼ାଠାରେ ସମ୍ବିଧାନ ସଚେତନତା ରଥ ଆସି ପହଞ୍ଚିଛି। ଏହି ପରିକ୍ରମାର ଉଦ୍ଦେଶ୍ୟ ହେଲା ସବୁ ଜିଲ୍ଲାର କୋଣ ଅନୁକୋଣରେ ଏହି ରଥ ପରିକ୍ରମା କରିବା ସହିତ ସମ୍ବିଧାନ ବିଷୟରେ ଆଗକୁ ସମସ୍ତେ ସଚେତନତା ହେବେ ଓ ଲୋକମାନେ ସଚେତନ ହେବେ ବୋଲି B.R. ଆମ୍ବେଦକର ବାଦୀମାନେ ପରିପ୍ରକାଶ କରୁଛନ୍ତି। ଏହି ରଥ ଓଡ଼ିଶାର 15ଟି ଜିଲ୍ଲାରେ ପରିକ୍ରମା କରୁଥିବାର ଦେଖିବାକୁ ମିଳିଛି ଓ ଆଗକୁ ମଧ୍ୟ ଜିଲ୍ଲାର କୋଣ ଅନୁକୋଣରେ ପରିକ୍ରମା କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। କଳାହାଣ୍ଡିରୁ ପ୍ରଦୀପ କୁମାର ଡଙ୍ଗରୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।